ୱିଲିୟମ୍ରୁ ଆସିଲା ଏବେ ଏବେ ଜରୁରୀ ଚିଠି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କୁ ଏହିସବୁ କାମ କରିବାକୁ ହେବ ଏବଂ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନଙ୍କର ଇନସେଣ୍ଟିଭ୍ ସାଲେରୀ ଏବଂ ଫିକ୍ସ ସାଲେରୀ କେବେ ମିଳିବ, ସରକାର କେବେ ଘୋଷଣା କରୁଛନ୍ତି, ଆଜିର ଭିଡ଼ିଓରେ ଜାଣିବା ପୂର୍ବରୁ ଚ୍ୟାନେଲରେ ପ୍ରଥମ ଥର ଆସିଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅନ୍ କରିଦିଅନ୍ତୁ ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ ଏବଂ ଭିଡ଼ିଓକୁ ଏପର୍ଯ୍ୟନ୍ତ ଲାଇକ୍ କରିନଥିଲେ ଲାଇକ୍ ଗୋଟେ ମଧ୍ୟ କରନ୍ତୁ। ଦେଖନ୍ତୁ, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସଂଘ ଗଠନ ହେବାଠାରୁ ନିର୍ଦ୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ ଯାହା ବି ଫାଇନାନ୍ସିଆଲ କାରବାର କରିଛି ତାହାର ଡାଟା ଲୋକସାପରେ ଏଣ୍ଟ୍ରି କରିବାକୁ ପଡ଼ିବ। କମ୍ୟୁନିଟି ଅର୍ଗାନାଇଜେସନ୍ କିପରି ସୁଦୃଢ଼ ହୋଇପାରିବ, ଯେଉଁ ଲକ୍ଷ୍ୟ ରଖିଛି ସେହି ଲକ୍ଷ୍ୟରେ କେମିତି ପହଞ୍ଚି ପାରିବ, ସେଥିରେ ଯାହା ବି ଟ୍ରାଞ୍ଜାକ୍ସନ୍ ବା ଫାଇନାନ୍ସିଆଲ କାରବାର ହେଉଛି ସେହି ଉପରେ କିପରି ସୁଚତା କରିପାରିବ, ସମସ୍ତ ଡାଟା ଲୋକସାପରେ ଏଣ୍ଟ୍ରି କରିବାକୁ ପଡ଼ିବ। କାହିଁକି ନା ଖୋଜିଲା ଟାଇମ୍ରେ ସହଜରେ ମିଳିପାରିବ। ସେସବୁର ସମ୍ପୂର୍ଣ୍ଣ ଡାଟା ଏଣ୍ଟ୍ରି କରିବାକୁ ପଡ଼ିବ, ଯାହାଦ୍ୱାରା ଖୋଜିବା ସମୟରେ ବିଳମ୍ବ ହେବ ନାହିଁ ଏବଂ ସମସ୍ତ ଡାଟା ଠିକ୍ ଭାବରେ ଲୋକସାପରେ ଏଣ୍ଟ୍ରି କରିବାକୁ ପଡ଼ିବ। ନେକ୍ସଟ କଥା ହେଉଛି ଫିକ୍ସ ସାଲେରୀ କେବେ ମିଳିବ। ଦେଖନ୍ତୁ, ଏପର୍ଯ୍ୟନ୍ତ ସରକାରଙ୍କ ଠାରୁ କିଛି ନୋଟିସ୍ ଆସିନି, ଆସିଲେ ଦିଆଯିବ। ଦେଖନ୍ତୁ, ସରକାର ମଧ୍ୟ ଡିସାଇଡ଼୍ କରିପାରୁନାହାନ୍ତି ଫିକ୍ସ ସାଲେରୀ ମିଳିବ ନା ନାହିଁ। ଆଶା ରଖାଯାଉଛି ଆଗକୁ ଫିକ୍ସ ସାଲେରୀ ମିଳିବ ଏବଂ ଇନସେଣ୍ଟିଭ୍ ସାଲେରୀ ମଧ୍ୟ ସମସ୍ତଙ୍କର କ୍ଲିଅର ହୋଇଯିବ। ଏମିତି ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ ଆମ ଚ୍ୟାନେଲରେ ଯୋଡ଼ି ରୁହନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅନ୍ କରିଦିଅନ୍ତୁ ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ।